ଗାଁଟିର ନାମ ହେଉଛି ଯମୁନାପୁର। ସେହିଦିନ ଏହି ଗାଁରେ ଗଣେଶ ପୂଜା ବହୁତ ଧୁମଧାମରେ ଚାଲିଥାଏ। ଠିକ୍ ଏହି ସମୟରେ ରାମ ଗିଟାର ଧରି ସେ ଚିନ୍ତା କରୁଥାଏ। ଆଉ ଏଠି ଗୋଟିଏ ବାହାଘର ମଧ୍ୟ ଚାଲିଥାଏ। ଠିକ୍ ଏହି ସମୟରେ ବାଲକମାନେ ନିଜେ ନିଜେ ଖେଳକୁଦ କରି ଦୌଡ଼ି ବୁଲୁଥାନ୍ତି। ଗଣେଶ ପୂଜା ତା ସହିତ ବାହାଘରର ଆନନ୍ଦ ନେଉଥାନ୍ତି। ପିଲାମାନେ ନିଜେ ନିଜେ ଖେଳୁଥାନ୍ତି। ଗାଁ ଦୃଶ୍ୟ ବହୁତ ସୁନ୍ଦର ଥାଏ। ବର୍ଷା ଝିପିଝିପି ହେବାର ସମ୍ଭାବନା ଥାଏ। ଠିକ୍ ଏହି ସମୟରେ ଏହି ଦିନ ନୃତ୍ୟ ପ୍ରତିଯୋଗିତା ମଧ୍ୟ ଚାଲିଥାଏ। ଦେଖନ୍ତୁ କେମିତି ଚାଲିଛି। ଦିନକର ଘଟଣା। ଆର ଦିନ ରାମ ତାର ସ୍ତ୍ରୀ ସହିତ ଧାନ କେଣ୍ଡା ଧରି ରାଜାଙ୍କ ପାଖକୁ ପହଞ୍ଚିଲା। ରାଜା କୁଆଡ଼େ ତାଙ୍କ ଫୁଙ୍କ ମାଧ୍ୟମରେ ଫୁଙ୍କି ଦେଲେ ଧାନଟି ସୁନା ହୋଇଯାଇଥିଲା। ତେଣୁ ଏଥିପାଇଁ ସେମାନେ ଦୁହେଁ ବାହାରି ଚାଲି ଆସିଲେ। ରାମ ଏହି କଥାରେ ଖୁସି ହୋଇ ଦ୍ୱାରପାଳଙ୍କୁ କେତୋଟି ଟଙ୍କା ମଧ୍ୟ ପ୍ରଦାନ କଲେ। ଖୁସିର ସହିତ ସେମାନେ ଆର ଦିନ ଘରକୁ ଚାଲି ଆସିଲେ। ତାଙ୍କ ଗାଁରେ ଜଣେ ଯୋଦ୍ଧା ରହୁଥିଲା। ସେ ଖୁବ୍ ମାଂସ ଖାଏ ଆଉ ବଲଶାଳୀ ମଧ୍ୟ। ଏ କଥା ଶୁଣି ସେ ରାଗରେ ତମ ହୋଇଗଲା ଏବଂ ରାମକୁ ଧମକ ଦେଲା। ଦିନେ ରାମ ପଇସା ପତ୍ର ଧରି ଯୋଦ୍ଧାଙ୍କ ଘରକୁ ଗଲା ଏବଂ ତା ସ୍ତ୍ରୀକୁ ପଇସା ଦେବା ପାଇଁ ଚେଷ୍ଟା କଲା। ଏପଟେ ଯୋଦ୍ଧାର ସ୍ତ୍ରୀ ମାଂସ ଖାଇବାକୁ ପସନ୍ଦ କରୁନଥିଲା। ତେଣୁ ଯୋଦ୍ଧାକୁ ଗୋଟିଏ ସେ ପ୍ଲାନ୍ କଲା। କ'ଣ କଲା? ଦିନେ ଯୋଦ୍ଧା ମାଛି ଭଣ ଭଣ କରୁଥିବା ଗୋଟିଏ ଗନ୍ଧା ମାଂସକୁ ସେ ଖାଇ ଆନନ୍ଦ ଅନୁଭବ କରୁଥିଲା। ଆଉ ଘରକୁ ଗଲା। ତା ସ୍ତ୍ରୀ ବହୁତ ଗାଳିଗୁଲଜ କଲା। ତେଣୁ ସେ ଚାହୁଁଥିଲା ଏହାକୁ କିପରି ମାଂସ ଖାଇବାରୁ ନିବୃତ୍ତ କରାଯିବ। ଦିନେ ଯୋଦ୍ଧା ମାଂସ ଖାଇ ଘରକୁ ଆସିଲା। ତା ସ୍ତ୍ରୀ ପଲଙ୍କରେ ବସି ପଡ଼ିଥିଲା। ତାକୁ ତାର ଯୋଦ୍ଧା ପଣିଆ ପ୍ରଦର୍ଶନ କରୁଥାଏ ଏବଂ ଭାରି ଭରକମ ଜିନିଷ ଗୁଡ଼ିକୁ ଭାଙ୍ଗି ପକାଉଥାଏ। ଠିକ୍ ଏତି ସମୟରେ ରାମ ପଇସା ଧରି ପହଞ୍ଚିଲା। ଦେଖିଲା ଘରେ ଯୋଦ୍ଧା ଅଛି। ଡରିଗଲା। ପୁଣି ସେ ଭିତରକୁ ପଳାଇଲା। ସେ ଦେଖିଲା ଏତିକି ସମୟରେ ଯୋଦ୍ଧାର ସ୍ତ୍ରୀ ତା ଉପରେ ନଜର ପଡ଼ିଗଲା। ତାପରେ ସେ ଏହା ଦେଖି ଖୁସି ହେଲା। କିନ୍ତୁ ସେ ଗୋଟିଏ ମାତ୍ର ତାର ସ୍ତ୍ରୀ ଜାଣିଥାଏ ଯେ ଯୋଦ୍ଧାର ବାଲକୁ ଯେମିତି ହେଲେ କାଟିଦେଲେ ତା ଯୋଦ୍ଧା ପଣିଆଟା ପଳାଇଯିବ। ସେଥିପାଇଁ ସେଦିନ ଗୋଟିଏ ପ୍ଲାନ୍ କରିଥାଏ। 2 ଜଣ ଆସିବାର ଥିଲା। ଠିକ୍ ଏତିକି ସମୟରେ ଯୋଦ୍ଧା ସୁନ୍ଦର ଭାବରେ ଶୋଇପଡ଼ିଥିଲା। ଏତିକି ସମୟରେ ରାମଠାରୁ ପଇସା ନେଇ ସେ ଦୁହିଁଙ୍କୁ ପଇସା ଦେଲା ଏବଂ ବାଲ କାଟିବା ପାଇଁ ସେ ଇସାରା କଲା। ଏମାନେ ବାଲ କାଟିକି ଚାଲିଗଲେ। କାରଣ ବାଲ କାଟିଦେଲେ ଯୋଦ୍ଧାର ଆଉ ବଲ ପଣିଆ ରହିବ ନାହିଁ। ଏମାନେ ବାଲ କାଟିଦେଲେ କିନ୍ତୁ ଯୋଦ୍ଧା ଜାଣିପାରିଲା ନାହିଁ। ଆଉ ଘୁଙ୍ଗୁଡ଼ି ମାରି ସେ ଆରାମରେ ଶୋଇପଡ଼ିଥିଲା। ଯେତେବେଳେ ସେ ତାର ନିଦ ଭାଙ୍ଗିଲା, ଆଉ ଦିନ ସେ ତାର ବଲ ପଣିଆ ଦେଖାଇବା ପାଇଁ ଚେଷ୍ଟା କଲା। କିନ୍ତୁ ଆଉ ସେ ବଲ ପଣିଆ ଆଉ ରହିଲା ନାହିଁ। ଯେତେ ଚେଷ୍ଟା କଲେ ମଧ୍ୟ ଆଉ ସେ ଯେକୌଣସି ଜିନିଷ ଟାଣିବାକୁ ସକ୍ଷମ ହୋଇପାରିଲା ନାହିଁ। ପୂର୍ବ ଭଳି ଆଉ ଯେତେ ଚେଷ୍ଟା କଲେ ମଧ୍ୟ ସେ ଯେତିକି ଓଜନ ବୋହିବା କଥା ସେଟା ଆଉ ଟାଣି ପାରିଲା ନାହିଁ। ଠିକ୍ ଏତିକି ସମୟରେ ରାଜାଙ୍କର ଦ୍ୱାରପାଳ ଆସି ପହଞ୍ଚିଲା। ଆଉ ତାକୁ ଏକଥା ଜାଣିଥିଲା। ଆର ଦିନ ଗାଁ ଲୋକେ ଏସବୁ କଥା ଜାଣି ତାକୁ ଗୋଟିଏ ଶିକୁଲିରେ ବାନ୍ଧି ଗୋଟିଏ ପ୍ରାଙ୍ଗଣକୁ ଡାକିଲେ ଏବଂ ତାର ବଲ ପଣିଆ ଦେଖାଇବା ପାଇଁ କହିଲେ। କିନ୍ତୁ ଆଉ ସେଟା ସମ୍ଭବ ହେଲା ନାହିଁ। ଗାଁ ଲୋକେ ଏସବୁର ଦୃଶ୍ୟ ଦେଖି ସମସ୍ତେ ହସି ପକାଇଲେ। କିନ୍ତୁ ଏ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରିଲା ନାହିଁ। ସେଦିନଠାରୁ ତାର
ଭଲପଣିଆ ଶେଷ ହୋଇଗଲା। ଆଉ ସମସ୍ତେ ଗାଁ ଲୋକ ତାକୁ ଭୟ ଭିତରୁ ରକ୍ଷା ପାଇଲେ ଏବଂ ଶେଷରେ ସମସ୍ତେ ଉତ୍ସବ ଏଥିପାଇଁ ମନେଇଲେ। ଦିନେ ସମସ୍ତଙ୍କୁ ଡରଉଥିବା ଏହି ଯୋଦ୍ଧାଟି ଆଜି ସେ କ'ଣ ହେଲା ସେ ନିଜକୁ ଜାଣିପାରୁନଥିଲା ଏବଂ ସମସ୍ତଙ୍କର ହସ ଏବଂ ଏହା ଦେଖି ସେ ଲଜ୍ଜିତ ମନେ କଲା। ଆଉ କ'ଣ କରିବ ବୋଲି ସେ ନିଜେ ଚିନ୍ତା କଲା, କିନ୍ତୁ ସେଇଟା ଆଉ ଫେରି ପାରିଲା ନାହିଁ। ଶେଷରେ ସମସ୍ତେ ମିଳିମିଶି ନାଚ ଗୀତ ଆରମ୍ଭ କଲେ।